ଶିମ୍ବକୁ ଥରେ ଆପଣମାନେ ଏହିପରି ଭାବରେ ବନାନ୍ତୁ। ଯେଉଁମାନେ ଶିମ୍ବ ଖାଉନଥିବେ ସେଇମାନେ ଖୁସିରେ ଆପଣଙ୍କଠୁ ମାଗିକି ଶିମ୍ବ ଖାଇବେ। ନମସ୍କାର, ମୁଁ ଶିଖା ସମ୍ପୁଡ଼କୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଏଠି ମୁଁ ଶିମ୍ବ ନେଇଛି ଆଉ ତେନ୍ତୁଲି ବା କଇଁଆ ନେଇଛି। ଏବେ ଦେଖନ୍ତୁ ଶିମ୍ବର ଏଇ ଯେଉଁ ଶିରା ଥାଏ ତାକୁ ଦୁଇପଟ ସାଇଡ଼ରୁ କାଢ଼ିଦେବା ଆଉ ଶିମ୍ବକୁ ମଝିରୁ 2 ପିସ୍ କରିକି କାଟିଦେବା। ଆପଣମାନେ କାଟିଲା ବେଳେ ଶିମ୍ବ ଭିତର ଚେକ୍ କରିନେବେ, କାରଣ ସେଥିରେ ଗୋଟେ ପୋକ ରହିଯାଇଥାଏ। ଦେଖନ୍ତୁ ମୁଁ ଏମିତି ଶିରା ଛଡ଼େଇକି ଶିମ୍ବକୁ କାଟି ନେଉଛି। ଏବେ ଗୋଟେ କଢ଼େଇ ବସେଇକି କଢ଼େଇରେ ସୋରିଷ ତେଲ ଦେଉଛି। ଆପଣମାନେ ଟ୍ରାଏ କରିବେ ଏଇ ରେସିପିକି ସୋରିଷ ତେଲରେ କରିବା ପାଇଁ। ତେଲ ଗରମ ହେଲା ପରେ ମୁଁ ଏଠି ଶିମ୍ବକୁ ଦେଇଛି। ଶିମ୍ବକୁ ଦେଇକି ତାକୁ ହାଇ ଫ୍ଲେମ୍ରେ ଏମିତି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବା। ତା'ର ଯେଉଁ କଞ୍ଚା ସ୍ମେଲ୍ଟା ଥାଏ ସେଇଟା ପଳାଇବା ପାଇଁ। ତାପରେ ଏଠି ମୁଁ ଲୁଣ ପକାଇ ଦେଉଛି। ଏଠି ସ୍ୱାଦ ଅନୁସାରେ ଲୁଣ ପକାଇଦେବା। ଲୁଣ ପକାଇ ସାରିଲା ପରେ ଶିମ୍ବକୁ ସେମିତି ହାଇ ଫ୍ଲେମ୍ରେ ହାଲକା ଭାଜି ନେବା। ଏଠି ଦେଖନ୍ତୁ ଏବେ ଗ୍ୟାସ୍ର ଫ୍ଲେମ୍କୁ ହାଇ ଟୁ ମିଡ଼ିୟମ୍ ରଖିକି ମୁଁ ଗୋଟେ କଭର୍ ଘୋଡ଼େଇ ଦେଇଥିଲି 5ରୁ 7 ମିନିଟ୍ ପର୍ଯ୍ୟନ୍ତ। 5ରୁ 7 ମିନିଟ୍ ହେଲା ପରେ ଏଠି ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ ରଖିଦେଇଛି। ଏଠି ଶିମ୍ବକୁ ଆମେ ଏମିତି ହାଲକା ଗୋଳେଇ ନେବା। ଏଠି ଆମର ଶିମ୍ବ ସିଝିନି, ସେଥିପାଇଁ ଆଉ ଥରେ ମୁଁ ଗୋଟେ କଭର୍ ଘୋଡ଼େଇ ନେଉଛି। କଭର୍ ଏବେ କାଢ଼ିକି ଦେଖନ୍ତୁ ଶିମ୍ବ ଆମର ଅଳ୍ପ ସିଝି ଆସିଲାଣି। ଏବେ ତାକୁ କଣ୍ଟିନ୍ୟୁ ଏମିତି ଗୋଳେଇ ନେବା। ଏବେ ମୁଁ ଯେଉଁ ତେନ୍ତୁଲିକୁ ନେଇଥିଲି ତା'ର ରସକୁ ଏଠି ଦେଇଦେଉଛି। ଆପଣମାନଙ୍କୁ ଯଦି ଅଧିକ ଖଟା ପସନ୍ଦ ଏଠି ଆପଣ ଅଧିକ ତେନ୍ତୁଲି ରସ ଦେଇପାରିବେ। ଏଠି ଦେଖନ୍ତୁ ତେନ୍ତୁଲି ରସ ଦେଇସାରିଲା ପରେ ମୁଁ ଆଧିରେ ନଡ଼ିଆ କୋରାକୁ ପକାଉଛି। ନଡ଼ିଆ କୋରା ଦେଇସାରିଲା ପରେ ଆଧିରେ ମୁଁ ଲଙ୍କାଗୁଣ୍ଡ ଦେଉଛି। ଆପଣଙ୍କୁ ଯେତିକି ରାଗ ପସନ୍ଦ ଆପଣ ସେତିକି ଲଙ୍କାଗୁଣ୍ଡ ଦେବେ। ଲଙ୍କାଗୁଣ୍ଡ ଦେଇସାରିଲା ପରେ ହଳଦୀ ଗୁଣ୍ଡ ଦେଇଦେଉଛି। ହଳଦୀ ଗୁଣ୍ଡ ଦେଇକି ଏଠି ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ ରଖିକି ତାକୁ ଏମିତି ଭାଜିବା 5ରୁ 7 ମିନିଟ୍ ପର୍ଯ୍ୟନ୍ତ। ଏମିତି କଣ୍ଟିନ୍ୟୁ ଭାଜୁଥିବା, ନହେଲେ ଆମର ନଡ଼ିଆଟା ବେଶୀ ପୋଡ଼ିଯିବ, ଖାଇବା ପାଇଁ ଭଲ ଲାଗିବନି। ଦେଖନ୍ତୁ ମୁଁ ଏମିତି ହାଲକା ଭାଜି ନେଉଛି। ଏଠି ଶିମ୍ବ ଆମର ପୁରା ସିଝି ଆସିଲାଣି। ମୁଁ ଏବେ ଆଧିରେ ଗୋଟେ ଗରମ ମସଲା ପକାଉଛି। ଆପଣ ଶିମ୍ବ ଯେତେବେଳେ ସିଝିଯିବ ସେତେବେଳେ ହିଁ ଗରମ ମସଲା ନିହାତି ପକାଇବେ। ଗରମ ମସଲା ପକାଇଲେ ଏହାର ଟେଷ୍ଟ ବହୁତ ଭଲ ଲାଗେ। ଏଠି ଦେଖନ୍ତୁ ମୁଁ ଗରମ ମସଲା ପକାଇ ସାରିଲା ପରେ ତାକୁ ଆଉ ହାଲକା ଗୋଳେଇ ନେଉଛି। ଏଠି ଶିମ୍ବର ଆମର ଏଇ ରେସିପିଟି ରେଡ଼ି ହେଇଯାଇଛି। ଆପଣମାନେ ଶୀତଦିନେ ମାର୍କେଟରେ ବହୁତ ସାରା ଶିମ୍ବ ଆସୁଛି। এই ରେସିପିକୁ ଘରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ। ଏହାର ଟେଷ୍ଟ କିପରି ଲାଗିଲା କମେଣ୍ଟରେ ଜଣାଇବେ। ଭିଡ଼ିଓଟି ପସନ୍ଦ ଆସିଲେ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆଉ ଆପଣମାନେ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ମୋ ପେଜ୍କୁ ଫଲୋ କରିବାକୁ ଜମା ବି ଭୁଲିବେନି। ଥ୍ୟାଙ୍କ ୟୁ।